ନାଇଁ ନାଇଁ ଆମେ ଲାଗିକି କରିଛୁ ଜଟଣୀ ନିର୍ବାଚନ ମଣ୍ଡଳୀ ଗୋଟପଟଣା ପାଖରେ 70 ଏକର ଗୋଟେ ନୂଆ କ୍ରିକେଟ ଷ୍ଟାଡିୟମ ହବ, ଇଣ୍ଟରନ୍ୟାସନାଲ ଷ୍ଟାଡିୟମ। ଖୁବ୍ ବଢ଼ିଆ ହବ, କାରଣ ଆମ କଳିଙ୍ଗ ଷ୍ଟାଡିୟମରେ କ୍ରିକେଟ ହେଇପାରିବନି। ଏ କେତେ ବାଟ କଟକ, ଆମର ଏଠେଇ ଦରକାର। ଏଠେଇ ଆଥଲେଟିକ୍ ମିଟ୍ ହବ, ଅଲମ୍ପିକ ବି ହେଇପାରିବ, ଏଠି ହକି ହବ, ଏଠି ଫୁଟବଲ ହବ, ଇନଡୋର ଗେମ୍ ହବ, ସୁଇମିଂ ହବ, ଏଠି କ୍ରିକେଟ ହେଇପାରିବନି। ଆମେ ଜାଗା ମୋ ଟାଇମରେ ବାଛିଛୁ ଗୋଟପଟଣା ପାଖରେ ଗୋଟେ ନୂଆ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମ ହବ। ୱେଲକମ୍। ନାଇଁ ନାଇଁ ଜଙ୍ଗଲ ଜମି ନୁହଁ, ସେଇଟା ଜମି ଆମର ସିଭିଲ ଜମି, ସାଧା ଜମି। ଆମେ ତାକୁ ରଖିଛୁ ଖେଳ ପଡ଼ିଆ ପାଇଁ, ସରକାରଙ୍କୁ ଦେଇଛୁ, ପ୍ରସ୍ତାବ ଦେଇଛୁ ଏଇଠି କର। ସରକାର ହଁ କରିଛନ୍ତି ଏବଂ ଟଙ୍କା ମଧ୍ୟ ବଜେଟରେ ରଖିଛନ୍ତି। ଆମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀକି ଧନ୍ୟବାଦ ଦେଉଛୁ, ସ୍ପୋର୍ଟସ ମିନିଷ୍ଟର ଆମକୁ ଧନ୍ୟବାଦ ଦେଉଛୁ। ତୁରନ୍ତ କାମ ଆରମ୍ଭ କରନ୍ତୁ। ଯାଆନ୍ତୁ। ଆରେ ଅଚ୍ୟୁତ ସାମନ୍ତ ଗୋଟେ ୱାର୍ଲଡର ଫିଗର, ଇଣ୍ଡିଆର ନୁହଁ, ବିଶିଷ୍ଟ ଶିକ୍ଷାବିତ୍। ଆପଣମାନଙ୍କ ଜରିଆରେ ଖାଲି କହିଦେଉଛି, 40,000 ଆଦିବାସୀ ପିଲା ପୁଅ ଝିଅକୁ ସେ ପାଠ ପଢ଼ଉଛି, ଖାଇବା ପିଇବାକୁ ଦେଇ ମାଗଣାରେ। ଇଞ୍ଜିନିୟରିଂ କଲେଜ, ମେଡ଼ିକାଲ କଲେଜ, ଫାର୍ମାସି କଲେଜ, ମ୍ୟାନେଜମେଣ୍ଟ କଲେଜ, ସବୁ କଲେଜ କରି ହଜାର ହଜାର ପିଲା ସେଠି ପାଠ ପଢ଼ୁଛନ୍ତି। ୱାର୍ଲଡରେ ନାଁ ଏଇନା କିଡ୍ସର। ତେଣୁ ଅଚ୍ୟୁତ ସାମଲ ଗୋଟେ ଧର୍ମେନ୍ଦ୍ର ଧରି କେଉଁ ଦଳକୁ ପଳେଇବ ବଡ଼ ହେବ ତାହା ନାହିଁ। ଏଠି ଯାଇକି ବିଜେଡ଼ି ନବୀନ ପାଖ ଗୋଟେ MP ହେଇଥିଲା, ବଡ଼ ନୁହଁ। ସେ ଗୋଟେ ବିରାଟ ଲୋକ, ଓଡ଼ିଶାର ଗର୍ବ, ଭୁବନେଶ୍ୱର ଗର୍ବ। ମୋ ନିର୍ବାଚନ ମଣ୍ଡଳୀରେ ତା କିମ୍ସ ଡାକ୍ତରଖାନା, କିଡ୍ସ କରିଛି ନିଜେ ଅଚ୍ୟୁତ ସାମନ୍ତ। ପଦ ଭାଇକି ମୁଁ ନେଇକି ଯାଇଥିଲି, ଜାଗା ଦିଆଇଥିଲି ଜାନକୀ ପଟ୍ଟନାୟକଠୁ, ନିଜେ ମୁଁ ଦେଇଥିଲି ଜାଗା ଜଟଣୀ ଆସେ। ବେକାର କଥା। ଜଣେ ଉତ୍କୃଷ୍ଟ ଲୋକ, ଅନେଷ୍ଟ ଲୋକ, ଭଦ୍ର ଲୋକ। ନାଇଁ ନା ସେଗୁଡ଼ା ବେକାର କଥା। ଏଠି ଯିଏ ଇଞ୍ଜିନିୟରିଂ କଲେଜ କରିଛନ୍ତି, ଯିଏ ମେଡ଼ିକାଲ କଲେଜ କରିଛନ୍ତି, ସମସ୍ତେ ମାଡ଼ି ବସିଛନ୍ତି। ମାଡ଼ି ବସନ୍ତୁ। ଆଜି ଓଡ଼ିଶା ଗର୍ବ ଇଣ୍ଡିଆରେ। ଯେଉଁ ଡାକ୍ତରଖାନା ମୁଁ ସମ୍ ଦେଇଥିଲି କାହାକୁ, ନାଇଁ ଆମର ମନୋଜ ନାୟକ, ନାଇଁ ସେ ଜୀବନରେ ଗୋଟେ ଟଙ୍କା କାହାକୁ ସାହାଯ୍ୟ ଦେଇନି, କେଉଁ ଅନୁଷ୍ଠାନକୁ ଆମ ଏରିଆରେ ଦେଇନି। ମୁଁ ଦେଇଛି ଜାଗା, କିନ୍ତୁ ମୁଁ ତାପରେ ଖୁସି। ବଢ଼ିଆ ମେଡ଼ିକାଲ କରିଛି, ହଜାର ହଜାର ରୋଗୀ ଭଲ ହେଉଛନ୍ତି। ଇଞ୍ଜିନିୟରିଂ କଲେଜ, ITR, ମେଡ଼ିକାଲ କଲେଜ, ସେ କିଛି ଆମ ଗାଁ ଗଣ୍ଡ କରିନି। ଟଙ୍କା ତାଙ୍କର କାମ କେଉଁଠି କରିନି। ସେ ନିୟମ ହେଉଛି ଯେଉଁଠି ବଡ଼ ପ୍ରୋଜେକ୍ଟ ହେଇଥିବ ପାଖ ଅଞ୍ଚଳରେ ପିଇବା ପାଣି, ଇଲେକ୍ଟ୍ରି, ସ୍ୱାସ୍ଥ୍ୟ, ଶିକ୍ଷା। କିନ୍ତୁ ଅଚ୍ୟୁତ ସାମନ୍ତ ବହୁତ କାମ କରିଛି ମୋ ଏରିଆରେ। କଲେଜକୁ ଟଙ୍କା ଦେଇଛି। ନା ନାଇଁ ମୁଁ ମୋହନ ମାଝୀକି ରିକ୍ୱେଷ୍ଟ କରୁଛି, ହାରାହାରି 15,000 ଝିଅ, ଗରିବ ଝିଅ ଡ୍ୟାନ୍ସ କରି 2 ପଇସା ନେଉଛନ୍ତି, ତାଙ୍କ ବାପା ମାଆଙ୍କୁ ପୋଷୁଛନ୍ତି, ତାଙ୍କ ଭାଇ ଭଉଣୀକି ପାଠ ପଢ଼ାଉଛନ୍ତି। ଦୁଃଖୀ ଲୋକ ସେମାନେ, ତାଙ୍କୁ ଦେଇଦିଅ ଲକ୍ଷ ଲକ୍ଷ ଲୋନ୍, ସେ ତାଙ୍କର ବେପାର କରନ୍ତୁ। ଆଉ ସେ କ'ଣ କରିବେ ପାରେ? ତାଙ୍କ ପରିବାର ବଞ୍ଚିବେ କେମିତି? ବନ୍ଦ କରିଦେବ, ଗୋଟେ ସିପେଇ ଗଲେ ବନ୍ଦ କରିଦେବ। ବନ୍ଦଟା ବଡ଼ କଥା ନୁହଁ, ସେ ବଞ୍ଚିବେ କେମିତି? ସେ ପରିବାର ବଞ୍ଚିବ କେମିତି? ସେ ପରିବାରକୁ ଜଣେ ଜଣକୁ ବାର ଡ୍ୟାନ୍ସର ଲକ୍ଷ ଲେଖା ଲୋନ୍ ଦେଇଦିଅ, ସେ କିଛି ଧନ୍ଦା କରି ବଞ୍ଚିବେ, ଭଲ ହେବ। କେଉଁଟା ବନ୍ଦ କରିପାରିବେନି? ଏଇଟା ମଲା ସରକାର, ଇଏ କ'ଣ ବନ୍ଦ କରିବ? ଏଇଟା ମଲା ସରକାରଟେ। ଆଧାର ବନ୍ଦ କରିଦେଲେ, ବନ୍ଦ କରିଦେଲେ। କୋଟିଏ ଲୋକ ଡେଲି ଖାଉଛନ୍ତି। ଧନ୍ୟବାଦ ନବୀନ ପଟ୍ଟନାୟକ। 5 ଟଙ୍କାରେ ଏ ଚା କପ୍ଟା ହେଇ 10 ଟଙ୍କା, 5 ଟଙ୍କାରେ ମିଇଲି। କାଳିଆ ଯୋଜନା, ଚାଷୀମାନେ ବଞ୍ଚିଛନ୍ତି, ତାକୁ ମୁଖ୍ୟମନ୍ତ୍ରୀ ଯୋଜନା ହେଇଯାଉ। ଯୋଜନା ଚାଲିଛି। ଲକ୍ଷ୍ମୀ ବସ୍ ଖାଲି କେବଳ ନେଳି ଲିଭେଇକି ହଳଦିଆ
बुलावा पाई फिर आम आसबू कांग्रेस वाला लगेबू शला को तिरंगा नाली धला नेली किसी असुविधा नहीं जे जिते बेला आसबे से करेंगे ये कहते पांड्यान नवीन पट्टनायक एत पैसा आडभटाइज चलीगला एत गाड़ी ए तुम डेली कई जा बाहर पेपर रे कि सुंदरिया मुह तुम हाँ ए मोहन बाजी मोदी ए दिंडा दाढ़ी रखिकी घी मार्चु आमको देखु दर दाम आम भलुनी डाली तेल मसला दाम बढ़ीगला पनीपरिया बढ़ीगला खटिखिया आम मलु यार जवाब देवे 2029 एता जीवन ये सरकार कारण जानुरी बेलू राहुल गांधी जो अनुसार डेभलप कर आइला प्रधानमंत्री हम ये सरकार न 2025 बेलू 3,500 करिया दरकार 3,000 रुह गरीब लोक बचे केमती 3,500 करदे से बचे पिला बचेबे परिवार को बचेबे 3,500 कर दियो एवं 60 वर्ष एज कर आउ 80 वर्ष आ किए के जन अच्छा मोहन बाबू तुम घर किए 80 वर्ष अच्छा आए अच्छा आए मंत्री मैंने तुम घर किए अच्छा तुम गाँव किए अच्छा 80 वर्ष माने बिल्कुल दबनी 60 वर्ष लोक को दे दियो 3,005 वार्धक्य भत्ता विधवा भत्ता आउ जिते प्रकार भत्ता अच्छी भल हम ए बढ़िया सीपीटा बढ़िया डीजी चमत्कार डीजी एटी कमिशनर थे आम एकाठी कम कर बढ़िया डीजी ए खोर्धा गंडोला निजे जाई हजार फोर्स जगह दे टड़ी पाना कई बकुल प्रसाद रे जो टाणुआ डीजी ये आम कम करूँ कमिशनर पुलिस थे आम डीसीपीटा भी बढ़िया सिंह ओ टोकाटे जिते चोरी डकाती मर्डर आज देखिए मोटरसाइकेल चोर धरती गजई को धरती मर्डर को धरती सिंहटा भी आम बढ़िया पुलिस ना बढ़िया आम कम कर धन्यवाद।